ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 18/4/2026 ମସିହାର ଫାଷ୍ଟ ସିଫ୍ଟରେ ହୋଇଥିବା ଫରେଷ୍ଟ ଗାର୍ଡ ଏକ୍ଜାମର କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିବା। ବୁଝିହେଲା? ତେଣୁକରି ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ଏହି ଚ୍ୟାନେଲରେ ଆପଣମାନଙ୍କ ପାଇଁ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ। ବୁଝିହେଲା? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଫାଷ୍ଟ କ୍ୱେଶ୍ଚନ୍ସ ଆପଣମାନଙ୍କ ପାଇଁ କ'ଣ କହୁଛି ନା, ହୁ କମ୍ପୋଜ୍ଡ ଦ ନ୍ୟାସନାଲ୍ ସଙ୍ଗ୍ ଅଫ୍ ଇଣ୍ଡିଆ ବନ୍ଦେ ମାତରମ୍। ପ୍ରଥମେ ଆମେ ଜାଣିବା ଏହି ପ୍ରଶ୍ନରେ ଯେ ଆମର ଇଣ୍ଡିଆର ନ୍ୟାସନାଲ୍ ସଙ୍ଗ୍ କ'ଣ ନା, ନ୍ୟାସନାଲ୍ ସଙ୍ଗ୍ ହେଉଛି ଆପଣମାନଙ୍କର ବନ୍ଦେ ମାତରମ୍। ହେଲା, ୟାକୁ ମଧ୍ୟ ପ୍ରଥମେ ଜାଣିବା ଦରକାର। ଏବେ ଜାଣିବା ଏହାର ଆନ୍ସର। କିଏ ୟାକୁ କମ୍ପୋଜ୍ କରିଥିଲେ? କିଏ କରିଥିଲେ ନା ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ବା ୟାକୁ ଯଦି ଅନ୍ୟ ଅପସନରେ ଯଦି ଲେଖାଯାଏ ତାହେଲେ କ'ଣ ଲେଖିପାରିବେ ନା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ମଧ୍ୟ କହିଥାନ୍ତି। ବୁଝିଗଲେ ପିଲାମାନେ? ଚାଲନ୍ତୁ ଏକ୍ସଟ୍ରା ଫ୍ୟାକ୍ଟ ଆମେ ଟିକେ ଆଲୋଚନା କରିବା। ଆଗାମୀ ସିଫ୍ଟ ପାଇଁ ଆପଣମାନଙ୍କର ବହୁତ କାମରେ ଆସିବ, କାହିଁକିନା ଏଇ ପ୍ରଶ୍ନ ଆସିଛି ମାନେ ଏଇ ରିଲେଟେଡ୍ର ପ୍ରଶ୍ନ ଆଗାମୀ ସିଫ୍ଟରେ ନିଶ୍ଚୟ ପାଇବେ। କ'ଣ ପଚାରିପାରେ ଦେଖନ୍ତୁ, ଏଇ ଯେଉଁ ଆମର ନ୍ୟାସନାଲ୍ ସଙ୍ଗ୍ କେବେ ପବ୍ଲିଶଡ୍ ହେଇଥିଲା ପଚାରିପାରିବ। ତାହେଲେ ଏହାର ସଠିକ୍ ଉତ୍ତର କ'ଣ ହେଇଯିବ ନା 1872 ମସିହାରେ। ହେଲା, ଆଉ ନ୍ୟାସନାଲ୍ ସଙ୍ଗ୍ଟିଏ ଆମର କେଉଁ ନୋବେଲରୁ ଅଣାହେଇଛି ତାହେଲେ ମନେ ରଖିବେ ଆନନ୍ଦ ମଠ, ଯିଏକି ଆମର ବଙ୍କିମ ଚନ୍ଦ୍ର ଚାଟାର୍ଜୀ ତାଙ୍କର ପୁସ୍ତକରୁ ଏଇ ସଙ୍ଗ୍ଟିଏ ଅଣାହେଇଥିଲା। ୟାକୁ ମଧ୍ୟ ମନେ ରଖିବେ। ଆଉ ପଚାରିପାରେ ଏଇ ଯେଉଁ ବନ୍ଦେ ମାତରମ୍ ଏଇଟା କେତେ ଡ୍ୟୁରେସନ୍ର ସଙ୍ଗ୍ଟିଏ ରହିଥିଲା, ତାକୁ ମଧ୍ୟ ମନେ ରଖିବେ। 65 ସେକେଣ୍ଡ, ମାନେ ଆପଣମାନଙ୍କର 1 ମିନିଟ୍ 5 ସେକେଣ୍ଡ ପର୍ଯ୍ୟନ୍ତ ୟାର କ'ଣ ରହିଥିଲା, ଏଇ ସଙ୍ଗ୍ଟିଏ ରହିଥିଲା। ଏହି ସଙ୍ଗ୍ଟିକୁ କେଉଁ ଲାଙ୍ଗୁଏଜରେ କମ୍ପୋଜ୍ କରାଯାଇଥିଲା ମନେ ରଖିବେ, ସଂସ୍କୃତ ଆଉ ବେଙ୍ଗଲୀ ଲାଙ୍ଗୁଏଜରେ ଏହି ସଙ୍ଗ୍ଟିକୁ ଲେଖା ହେଇଥିଲା। ୟାକୁ ମଧ୍ୟ ମନେ ରଖିବେ। ବୁଝିହେଲା? ଏ ଥିଲା ଆପଣମାନଙ୍କର ବନ୍ଦେ ମାତରମ୍ ବା ଆମ ଭାରତର ନ୍ୟାସନାଲ୍ ସଙ୍ଗ୍ ତା ରିଲେଟେଡ୍ର ପ୍ରଶ୍ନ। ୟା ଭିତରୁ ହିଁ ଆସିବ, ମନେ ରଖିଥାନ୍ତୁ ଆଉ ନୋଟ୍ ମଧ୍ୟ କରନ୍ତୁ। ବୁଝିହେଲା? ଆଉ କ'ଣ ପଚାରିପାରେ ଦେଖନ୍ତୁ ନା ନ୍ୟାସନାଲ୍ ଏନ୍ଥେମ୍ କ'ଣ, ଏଇଟା ମଧ୍ୟ ପଚାରିପାରେ। ତାହେଲେ ନ୍ୟାସନାଲ୍ ଏନ୍ଥେମ୍ କ'ଣ ହେଇଯିବ, ଜନଗଣ ମନ। ଆପଣମାନେ ସମସ୍ତେ ଜାଣିଛନ୍ତି, ୟା ରିଲେଟେଡ୍ର ମୁଁ ଭିଡ଼ିଓ ମଧ୍ୟ ଆପଣମାନଙ୍କ ପାଇଁ ଆଣିଥିଲି, ସେ ଭିଡ଼ିଓ ମଧ୍ୟ ଦେଖିନେବେ ପୁରା ଡିଟେଲ୍। ତା ରିଲେଟେଡ୍ର ପ୍ରଶ୍ନ ସବୁ ରହିଥିଲା। ଓକେ ପିଲାମାନେ, ତେଣୁକରି ନ୍ୟାସନାଲ୍ ଏନ୍ଥେମ୍ ଆମର ରବୀନ୍ଦ୍ରନାଥ ଟାଗୋର ଲେଖିଥିଲେ। ଓକେ, ଆସନ୍ତୁ ଏବେ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ନମ୍ବର 2 କ'ଣ ଆସିଥିଲା ନା, ଇନ୍ ହ୍ୱିଚ୍ ଆର୍ଟିକଲ ଡାଜ୍ ଦ ଫାଇନାନ୍ସ କମିଶନ୍ ଅଫ୍ ଇଣ୍ଡିଆ ଫାଇଣ୍ଡ ଏ ମେନସନ୍। ତାମାନେ କେତେ ନମ୍ବର ଆର୍ଟିକଲରେ ଆମର ଫାଇନାନ୍ସ କମିଶନ୍ ମେନସନ୍ ହେଇଛି? ପିଲାମାନେ ଫାଇନାନ୍ସ କମିଶନ୍ ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ଫାଇନାନ୍ସ କମିଶନ୍ ଆମର ଆର୍ଟିକଲ 280ରେ ମେନସନ୍ ହେଇଛି। ବୁଝିହେଲା? ଇଏ ଥିଲା ଏହି ପ୍ରଶ୍ନର ଉତ୍ତର। ଆଗାମୀ ସିଫ୍ଟରେ କ'ଣ ପଚାରିବ ଦେଖନ୍ତୁ ନା, ଫାଇନାନ୍ସ କମିଶନ୍ କେବେ ଏଷ୍ଟାବ୍ଲିଶ ହେଇଥିଲା ନା 1951 ମସିହାରେ ଏଷ୍ଟାବ୍ଲିଶ ହେଇଥିଲା ସାର୍। ଠିକ୍ ହେଇଯିବ। ବୁଝିହେଲା? ସେମିତିକା ପ୍ରଥମ ଆମର ଫାଇନାନ୍ସ କମିଶନର କିଏ ରହିଥିଲେ ନା କେସି ନିୟୋଗୀ। ୟାକୁ ମଧ୍ୟ ମନେ ରଖିବେ। କେବେ ହେଇଥିଲେ ନା 1951 ମସିହାରେ। କାହିଁକି ନା 1951 ମସିହାରେ ପ୍ରଥମ ଥର ପାଇଁ ଫାଇନାନ୍ସ କମିଶନ୍ ଏଷ୍ଟାବ୍ଲିଶ ହେଇଥିଲା। ସେହି ସମୟରେ ତାଙ୍କର ଚେୟାରପର୍ସନ୍ କିଏ ରହିଥିଲେ, କେସି ନିୟୋଗୀ। ୟାକୁ ମଧ୍ୟ ମନେ ରଖିବେ। ବର୍ତ୍ତମାନ କିଏ ଅଛନ୍ତି ଏଇଟା ମଧ୍ୟ ପଚାରିପାରିବ। କରେଣ୍ଟ ଆଫେୟାର ରିଲେଟେଡ୍ ପ୍ରଶ୍ନ ପିଲାମାନେ ଦେଖନ୍ତୁ, ବର୍ତ୍ତମାନ ଆମର 16th ଫାଇନାନ୍ସ କମିଶନ୍ ଅଛନ୍ତି, ଯିଏକି ଅରବିନ୍ଦ ପାନାଗରିଆ। ମନେ ରହିଲା ପିଲାମାନେ? ତାହେଲେ 16th ଫାଇନାନ୍ସ କମିଶନ୍ 2023 ମସିହାରେ ଏଷ୍ଟାବ୍ଲିଶ କରାହେଇଥିଲା, ଯିଏକି ଆମର ଅରବିନ୍ଦ ପାନାଗରିଆଙ୍କୁ ଆପଏଣ୍ଟ କରାଯାଇଥିଲା। ମନେ ରହିଲା ପିଲାମାନେ? ହେଲା, ଆଉ ଫାଇନାନ୍ସ କମିଶନର ଡ୍ୟୁଟି କ'ଣ ଜାଣିଛନ୍ତି? କିଛି ନାହିଁ, ଆମର ଯେଉଁ ଟ୍ୟାକ୍ସ ଯେଉଁ କଲେକ୍ଟ କରାହେଉଛି ସେ ଟ୍ୟାକ୍ସ ଗୁଡ଼ାକୁ ସେ ଡିଷ୍ଟ୍ରିବ୍ୟୁଟ୍ କରନ୍ତି। କେଉଁ ଷ୍ଟେଟ୍କୁ କେତେ ଯିବ, ସେଣ୍ଟରକୁ କେତେ ଯିବ, କେଉଁ ୟୁନିୟନ୍ ଟେରିଟୋରୀକୁ କେତେ ଯିବ, ଏଗୁଡ଼ା ହେଉଛି ଫାଇନାନ୍ସ କମିଶନର ମେନ୍ ଡ୍ୟୁଟି। ବୁଝିପାରିଲେ ନା ପିଲାମାନେ? ଯଦି ଆପଣମାନେ ଏଇ ଟାଇପ୍ର ଡିଟେଲ୍ ଆନାଲିସିସ୍ କରିକି ଯିବେ ବା ଏକ୍ଜାମ୍ର ଆନାଲିସିସ୍କୁ ଦେଖିକି ଯିବେ, ନୋ ଡାଉଟ୍ ଆପଣମାନଙ୍କର ସ୍କୋର ବଢ଼ିବ। ଓକେ, ଆଉ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଆର୍ଆଇ ଏଆର୍ଆଇର ଯେଉଁ ଏକ୍ଜାମ୍ ଆନାଲିସିସ୍ ହେଇଥିଲା ସେ ଭିଡ଼ିଓର ପ୍ଲେଲିଷ୍ଟକୁ ଯାଇକି ମଧ୍ୟ ଦେଖିପାରିବେ। ତା ନହେଲେ ପୂର୍ବରୁ ଯେଉଁ ଫରେଷ୍ଟ ଗାର୍ଡ଼ ଏକ୍ଜାମ୍ର ମୁଁ ଆନାଲିସିସ୍ ନେଇକି ଆଣିଥିଲି ଆପଣମାନଙ୍କ ପାଇଁ, ସେ ପ୍ଲେଲିଷ୍ଟକୁ ଯାଇକି ମଧ୍ୟ ଭିଜିଟ୍ କରିପାରିବେ। ବୁଝିହେଲା? ଓକେ ପିଲାମାନେ, ନେକ୍ସଟ ଦେଖିବା ନମ୍ବର 3, ହ୍ୱେନ୍ and at which place did ଜାଲିଆନାୱାଲାବାଗ ମାସାକର ଟେକ୍ସ ପ୍ଲେସ୍। ତାମାନେ ଆମର ଜାଲିଆନାୱାଲାବାଗ ଯେଉଁ ହତ୍ୟାକାଣ୍ଡ ହେଇଥିଲା
ସେଇଟା କେବେ ହୋଇଥିଲା ଆଉ କୋଉଠି ହେଇଥିଲା ମନେ ରଖନ୍ତୁ ପିଲାମାନେ କେବେ ହୋଇଥିଲା এইটা যদি ଆପଣମାନଙ୍କୁ ପଚାରେ ତାହେଲେ ଡେଟ୍ ସହିତ ଆପଣମାନଙ୍କର ଅପସନରେ ରହିଥିଲା ଦେଖନ୍ତୁ 13 ଏପ୍ରିଲ 1919 ମସିହାରେ ଆମର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ହୋଇଥିଲା କୋଉଠି ହୋଇଥିଲା ନା ଅମୃତସରଠାରେ ହୋଇଥିଲା ଅମୃତସର କୋଉଠି ନା ସେତେବେଳେକର ଆପଣମାନଙ୍କର ପଞ୍ଜାବ ପ୍ରୋଭିନ୍ସରେ ରହିଥିଲା ବୁଝିହେଲା ବୁଝିପାରିଲେ ପିଲାମାନେ ୟା ରିଲେଟେଡ୍ ମୁଁ ଡିଟେଲ ଆପଣମାନଙ୍କୁ ଆନାଲିସିସ୍ କରିଥିଲି ସେ ଭିଡ଼ିଓକୁ ମଧ୍ୟ ଆପଣମାନେ ନିଶ୍ଚୟ ଦେଖିନେବେ ଆଉ ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ ଆମ ଓଡ଼ିଶାରେ ମଧ୍ୟ ଏହିପରିକା ସେକେଣ୍ଡ ଜାଲିଆନାୱାଲାବାଗ ହତ୍ୟାକାଣ୍ଡଟିଏ ହୋଇଥିଲା କୋଉଠି ହୋଇଥିଲା ନା ଆମର ଭଦ୍ରକ ଜିଲ୍ଲାରେ ୟାକୁ ମଧ୍ୟ ମନେ ରଖିବେ ଓକେ ଦେଖନ୍ତୁ ପଞ୍ଜାବରେ ଯେଉଁ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ହୋଇଥିଲା ସେଇଥିରେ ଆମର ଜେନେରାଲ ଓଡାୟାର ଥିଲେ ସେ କ'ଣ କରିଥିଲେ ନା ଅର୍ଡର ଦେଇଥିଲେ ଆଖି ପିଛୁଳାକେ ଗୁଳି ମାରିବା ପାଇଁ ତେଣୁକରି ବହୁତ ସାରା ସାଧାରଣ ଜନତା ମାନେ ମୃତ୍ୟୁବରଣ କରିଥିଲେ ହେଲା ଆଉ ଏଇ ଯେଉଁ ଆପଣମାନଙ୍କର ଜେନେରାଲ ଓଡାୟାର ୟାଙ୍କୁ ଆମର ଉଦ୍ଧମ ସିଂ କକ୍ସଟନ୍ ବିଲ୍ଡିଂ ଯେଉଁ ୟୁକେରେ ଯେଉଁ ମିଟିଂ ହେଉଥିଲା ଲଣ୍ଡନରେ ସେଇଥିରେ ଯାଇକି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆପଣମାନେ ତାର ମୁଭି ମଧ୍ୟ ଦେଖିଥିବେ ହେଲା ଉଦ୍ଧମ ସିଂ ଆଉ କ'ଣ ପଚାରିପାରେ ଆପଣମାନଙ୍କର ଚୋରି ଚୋରା ଇନସିଡେଣ୍ଟ ବିଷୟରେ ମଧ୍ୟ ପଚାରିପାରେ ଚୋରି ଚୋରା ଆପଣମାନଙ୍କର ଉତ୍ତରପ୍ରଦେଶର ଗୋରଖପୁରଠାରେ ରହିଛି ପିଲାମାନେ ଚୋରି ଚୋରା ସେଇ ଚୋରି ଚୋରାଟାରେ ଗୋଟେ ହତ୍ୟାକାଣ୍ଡ ହୋଇଥିଲା ସେଇଥିରେ ଆମର ପୁଲିସ କର୍ମଚାରୀମାନଙ୍କୁ ଜାଳି ଦେଇଥିଲେ ସେଇଟା କେବେ ହୋଇଥିଲା ନା 4 ଫେବୃଆରୀ 1922 ମସିହାରେ ହୋଇଥିଲା ମନେ ରଖିବେ ଚୋରି ଚୋରା ହତ୍ୟାକାଣ୍ଡ ପରେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନକୁ ୱିଥଡ୍ର କରିଥିଲେ ମନେ ରହିଲା ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଆପଣମାନଙ୍କ ପାଇଁ ଓକେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ପ୍ରଶ୍ନ ନମ୍ବର 4 କ'ଣ ପଚାରିଥିଲା ଦେଖନ୍ତୁ ନା ହ୍ୱିଚ୍ କଣ୍ଟ୍ରି ଗେଭ୍ ଦାନା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ଦାନା ସାଇକ୍ଲୋନ୍ ମୁଁ ପୂର୍ବରୁ ଦାନା ସାଇକ୍ଲୋନ୍ର ଗୋଟେ ସ୍ପେଶାଲ ଭିଡ଼ିଓ ନେଇକି ଆସିଥିଲି ହେଲା ସେ ଭିଡ଼ିଓକୁ ଡେସ୍କ୍ରିପସନ୍ ବକ୍ସରେ ମୁଁ ପିନ୍ କରିଦେଇଛି ତାକୁ ନିଶ୍ଚୟ ଯାଇକରି ଦେଖିବେ ଗୋଟେ ମାର୍କ ପାଇବେ ବୁଝିହେଲା ନା ପିଲାମାନେ ଆଗାମୀ ସିଫ୍ଟ ମାନଙ୍କରେ ନିଶ୍ଚୟ ଆସିବ ଦେଖିବେ ଦାନା ସାଇକ୍ଲୋନ୍ ହଉ ଠିକ୍ ଅଛି ଦାନା ସାଇକ୍ଲୋନ୍ ଇଟ୍ସ ନେମ୍ ତାହେଲେ ଦାନା ସାଇକ୍ଲୋନ୍ ଯେଉଁ ଦାନା ନାଁଟିଏ କେଉଁ ଦେଶ ଦେଇଥିଲା ବୋଲିକିରି ଆପଣମାନଙ୍କୁ ପଚାରିଥିଲା ତାହେଲେ ତାର ସଠିକ ଉତ୍ତର ହେଇଯିବ କ'ଣ ନା ସାଉଦି ଆରବ ବୁଝିହେଲା ସାଉଦି ଆରବିଆ ସେ କ'ଣ କରିଥିଲା ନା ଦାନା ସାଇକ୍ଲୋନ୍ ଯେଉଁ ନାଁଟା ହେଇଥିଲା ଦାନା ସେ ଶବ୍ଦଟିଏ କେଉଁଠୁ ଆସିଥିଲା ନା ଗୋଟେ ଆରବିକ ଶବ୍ଦ ସାଉଦି ଆରବିଆ ତାକୁ ଦେଇଥିଲେ କେଉଁ ଭାଷାର ଶବ୍ଦ ମଧ୍ୟ ପଚାରିପାରେ ଆଗାମୀ ସିଫ୍ଟରେ ତାହେଲେ କ'ଣ କହିବେ ନା ଆରବ ଶବ୍ଦ ହେଲା କେବେ ହୋଇଥିଲା ଦେଖନ୍ତୁ ନା ପାଖାପାଖି ଆପଣମାନଙ୍କର 2024ର ଅକ୍ଟୋବର ମାସରେ ହେଇଥିଲା ପିଲାମାନେ 22ରୁ ଆପଣମାନଙ୍କର 26 ତାରିଖ ମଧ୍ୟରେ ଏଇ ଦାନା ସାଇକ୍ଲୋନ୍ ଆପଣମାନଙ୍କର ଓଡ଼ିଶା ୱେଷ୍ଟବେଙ୍ଗଲ ଏବଂ ବାଂଲାଦେଶରେ ବହୁତ ମାତ୍ରାରେ ଏଫେକ୍ଟେଡ୍ କରିଥିଲା ମନେ ରହିଲା ପିଲାମାନେ କେଉଁ କେଉଁ ରାଜ୍ୟ କଥା ଆଉ କେଉଁ କେଉଁ ଦେଶ କଥା ମଧ୍ୟ ଏଫେକ୍ଟ କରିଥିଲା ତା ବିଷୟରେ ମଧ୍ୟ ଜାଣିବା ଦରକାର ଆଉ ତାର ଭିଡ଼ିଓ ଯଦି ଆପଣ ଡିଟେଲ ଦେଖିବେ ତାର ଏମସିକ୍ୟୁ ସହିତ ମୁଁ ଆପଣମାନଙ୍କୁ ଆଲୋଚନା କରିଥିଲି नो डाउट ଆପଣମାନଙ୍କର ପୁରା କ୍ଲିୟର ହେଇଯିବ ଦାନା ସାଇକ୍ଲୋନ୍ ରିଲେଟେଡ୍ ओके या पर आमे देखिबा नंबर 5 व्हिच इज द लार्जेस्ट ओशन इन द वर्ल्ड ताले पृथ्वीर सबुठारु बड़ महासमुद्रर नाम कोन ओशन बुझिला यार सठिक उत्तर हे जिवो आपनमानकर प्रशांत महासागर बा ताकू पैसिफिक ओशन हला देखंतु पिला माने केते एरिया रहिथिबो ना पाखापाखि 162 मिलियन स्क्वायर किलोमीटर एरिया रे हमर पैसिफिक ओशन टिए विस्तृत होइकरी रहिछि हमर पृथ्वीर सबुठारु गभीरतम स्थान से जो मेरियाना ट्रेंच सेटा मध्ये आपनमानकर ए पैसिफिक ओशन रे रहिछि मन रहिला पिला माने आ देखंतु पैसिफिक ओशन बहुत बड़ रहिछि जेहेतु यार पैसिफिक ओशन रो बड़ बेसिन रहिछि तेनु से बेसिन टाकू कोन कहै जाय जानिछंती ना रिंग ऑफ फायर कहंती तेनु रिंग ऑफ फायर को ओशन रहिछि यदि आपनमानकर आगामी परीक्षा रे पचारे ताले पैसिफिक ओशन होई जिवो रिंग ऑफ फायर किछिनो पिला माने एटा होछि हमर टेक्टोनिक प्लेट रो गोटे प्रकार रो जेट कहले हमर अतुक्ति होबो नै जोठी कि आपनमानकर ढेर सारा वोल्केनिक इरप्शन बा अर्थक्वेक देखा देई थाई बुझियला पूरा क्लियर पिला माने सेमिति का आपनमानकर इंडियन ओशन विषय मध्ये आपनमानकर पचारि पारे तेणुकरी ताकू पढ़िकरी जिवे हला बुझिगले पिला माने नेक्स्ट देखिबा नंबर 6 व्हाट इज द शॉर्टकट टू डुप्लिकेट द सिलेक्टेड स्लाइड इन एमएस पावर पॉइंट देखंतु पिला माने कंप्यूटर प्रश्न बहुत इंपोर्टेंट रहउची यही प्रश्न कौन कौन ना डुप्लिकेट डुप्लिकेट रो शॉर्टकट कौन हो एमएस पावर पॉइंट रे कंट्रोल प्लस डी डी माने होची डुप्लिकेट मन रहिला पिला माने सेमिति आपण मानकर कंट्रोल प्लस जी आसीबो माने होची ग्रुप ऑब्जेक्ट्स सेमितिया कंट्रोल प्लस एम कार शॉर्टकट ना न्यू स्लाइड रो शॉर्टकट तेनकरी एमएस पावर पॉइंट एमएस वर्ड एमएस एक्सेल एमानकर आपण मानकर शॉर्टकट की को पढिकरी निश्चय जिवे बुझिला आउ कोन पढिकी जिवे ना कंप्यूटर फुल फॉर्म प्रत्येक शिफ्ट आसुची पिला माने ए शिफ्ट मध्ये आसीतला कंप्यूटर फुल फॉर्म तेनकरी कंप्यूटर जो फुल फॉर्म रो वीडियो मु गोटे
ଆପଣମାନଙ୍କ ପାଇଁ ନେଇ ଆସିଥିଲି। ସେଇ ଭିଡ଼ିଓ ମଧ୍ୟ ଡେସ୍କ୍ରିପ୍ସନ୍ ବକ୍ସରେ ତା'ର ଲିଙ୍କ୍ ରହିଛି। ସେଇ ଲିଙ୍କ୍ ମାଧ୍ୟମରେ ଯାଇ ଆପଣ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ। ଆଉ ଯେଉଁମାନେ ନୂଆ କରିକି ଆସିଛନ୍ତି ଆମର ଅଫିସିଆଲ୍ ଟେଲିଗ୍ରାମ ଚ୍ୟାନେଲ୍ ଏଡିଏସ୍ ନଲେଜ୍ ପଏଣ୍ଟ ସେଇଥିରେ ମଧ୍ୟ ଜଏନ୍ କରିପାରିବେ। ମୁଁ ଏହାର PDF ସେଇଥିରେ ପୋଷ୍ଟ କରିଦେବି। ଆଉ ଯଦି ଯେଉଁମାନଙ୍କର ଏକ୍ଜାମ୍ ସରିଯାଇଥିବ ସେମାନେ ମୋର ଟେଲିଗ୍ରାମ ଗ୍ରୁପ୍ DK ସାର୍ ଓଡ଼ିଶା ସେଇଥିରେ ଜଏନ୍ କରିବେ। ତା'ର ଲିଙ୍କ୍ ମଧ୍ୟ ଡେସ୍କ୍ରିପ୍ସନ୍ ବକ୍ସରେ ମୁଁ ରଖିଦେଇଛି। সেই লিঙ্କ୍ মাধ্যমে যাইকি ଆପଣମାନଙ୍କର ଯେଉଁ ଏକ୍ଜାମ୍ ଦେଇଥିବେ ତା'ର ମନ୍ତବ୍ୟ ପ୍ରଦାନ କରିପାରିବେ। ଯାହା ବି ଡାଉଟ୍ ଥିବ ପଚାରିପାରିବେ ସିଧାସଳଖ ମୋ ସହିତ। ସେ ଗ୍ରୁପ୍କୁ ନିଶ୍ଚୟ ଜଏନ୍ କରନ୍ତୁ ପିଲାମାନେ। ବୁଝିହେଲା? ହଉ ଚାଲନ୍ତୁ ଏବେ ଦେଖିବା ନମ୍ବର 7 ହ୍ୱିଚ୍ ୱାନ୍ ଅଫ୍ ଦ ଫଲୋଇଂ ଇଜ୍ ଦ ଫାଷ୍ଟ ପ୍ରୋଗ୍ରାମ ଅଫ୍ ମାଇକ୍ରୋସଫ୍ଟ। ମାଇକ୍ରୋସଫ୍ଟର ଫାଷ୍ଟ ପ୍ରୋଗ୍ରାମର ନାଁ କ'ଣ ବୋଲି ପଚାରିଥିଲା। ତେଣୁକରି ମାଇକ୍ରୋସଫ୍ଟର ଫାଷ୍ଟ ପ୍ରୋଗ୍ରାମ ହେଉଛି MS DOS ବା ମାଇକ୍ରୋସଫ୍ଟ ଡିସ୍କ ଅପରେଟିଂ ସିଷ୍ଟମ୍। ମନେ ରହିଲା ପିଲାମାନେ। ତେଣୁକରି କମ୍ପ୍ୟୁଟରର ପ୍ରଶ୍ନ ମଧ୍ୟ ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। କିଛି ପିଲା କହୁଥିଲେ ସାର୍ CPUର ଫୁଲ୍ ଫର୍ମ ଆସିଥିଲା, ତଥାପି କହି ରଖୁଛି ଦେଖନ୍ତୁ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍, ତାକୁ ଆମର କମ୍ପ୍ୟୁଟରର ବ୍ରେନ୍ ମଧ୍ୟ କୁହାଯାଏ ପିଲାମାନେ। ତେଣୁକରି CPU ବହୁତ ଇମ୍ପୋର୍ଟାଣ୍ଟ, ତା ରିଲେଟେଡର ପ୍ରଶ୍ନ ମଧ୍ୟ ଆସିଥାଏ। ଓକେ, ଚାଲନ୍ତୁ ଏବେ ଦେଖିବା ଆମେ ଓଡ଼ିଆ ପ୍ରଶ୍ନ। ଓଡ଼ିଆରେ ଆପଣମାନଙ୍କର ବିପରୀତ ଶବ୍ଦ ଗୋଟାଏ ଆସିଥିଲା, ପ୍ରତିଶବ୍ଦ ଗୋଟିଏ ଆସିଥିଲା, ଅନୁଚ୍ଛେଦ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ। କିଛି ପିଲା କହୁଥିଲେ ସାର୍ ସ୍ଲାଇଡ଼ରେ ଆମର 2ଟି ପେଜ୍ରେ ରହୁଥିଲା, ତେଣୁକରି ଅନୁଚ୍ଛେଦ ଟିକେ ବଡ଼ ରହୁଛି, ସେଥିରେ 5ଟି ପ୍ରଶ୍ନ ରହୁଛି ପିଲାମାନେ। ବେଳେବେଳେ ଅନୁଚ୍ଛେଦରୁ ହିଁ ଆପଣମାନଙ୍କର ବିପରୀତ ଶବ୍ଦ ପ୍ରତିଶବ୍ଦ ଏସବୁ ପ୍ରଶ୍ନ ପଚାରି ଦେଉଛି। ଓଡ଼ିଆର ରୂଢ଼ି ମଧ୍ୟ ଆପଣମାନଙ୍କର ଆସୁଛି, ତେଣୁକରି ଯେଉଁ ଭିଡ଼ିଓ ଆସୁଛି ତା'ର ଭିଡ଼ିଓ ମୁଁ ପୂର୍ବରୁ ଯେଉଁଟା ପୋଷ୍ଟ କରିଥିଲି ତା'ର ଡେସ୍କ୍ରିପ୍ସନ୍ ବକ୍ସରେ ଲିଙ୍କ୍ ରଖିଦେଉଛି। ସେ ଲିଙ୍କ୍ ମାଧ୍ୟମରେ ଆପଣ ସେ ଭିଡ଼ିଓକୁ ଦେଖନ୍ତୁ, ନୋଟ୍ କରନ୍ତୁ। ନୋ ଡାଉଟ୍ ଆପଣମାନଙ୍କର ସ୍କୋର ଇନକ୍ରିଜ୍ ହେବ। ଓକେ, ଦେନ୍ ଆମର ଇଂଲିଶକୁ ଦେଖିବା। ଇଂଲିଶରେ ଆପଣମାନଙ୍କର ଇଡ଼ିୟମ୍ ଫ୍ରେଜ୍ ଗୋଟେ ଆସିଥିଲା, ଏଣ୍ଟୋନିମ୍ସ ସିନୋନିମ୍ ଗୋଟେ ଗୋଟେ ଲେଖା ଆସୁଛି ପିଲାମାନେ। ଟ୍ରାନ୍ସଲେସନ୍ ଆପଣମାନଙ୍କର 3ଟି ପ୍ରଶ୍ନ ଆସିଥିଲା, ବୁଝିହେଲା, ଅନୁବାଦ କର। ଦେନ୍ ଆପଣମାନଙ୍କର ଇଂଲିଶର ପ୍ୟାସେଜ୍ ମଧ୍ୟ ଗୋଟେ ଆସିଥିଲା ପିଲାମାନେ, 5 ମାର୍କର ପ୍ରଶ୍ନ ରହୁଛି ସେଥିରେ। DSIS ମାନେ ଡାଇରେକ୍ଟ ସ୍ପିଚ୍ ଆଉ ଇନଡାଇରେକ୍ଟ ସ୍ପିଚ୍ର ମଧ୍ୟ ଗୋଟାଏ ପ୍ରଶ୍ନ ପ୍ରତ୍ୟେକ ସିଫ୍ଟରେ ଆସୁଛି ପିଲାମାନେ, ତାକୁ ନିଶ୍ଚୟ ପଢ଼ିକିରି ଏକ୍ଜାମ୍ ଦେବେ। ଓକେ, ଦେନ୍ ଆମେ ଶେଷରେ ଦେଖିବା ମ୍ୟାଥମେଟିକ୍ସ ସେକ୍ସନକୁ। ମ୍ୟାଥମେଟିକ୍ସରେ ଆପଣମାନଙ୍କର ଲସ୍ ପ୍ରଫିଟ୍ର ପ୍ରଶ୍ନ ଗୋଟାଏ ଆସୁଛି ପ୍ରତ୍ୟେକ ସିଫ୍ଟରେ, ଏଇ ସିଫ୍ଟରେ ମଧ୍ୟ ଆସିଥିଲା। ପରସେଣ୍ଟେଜ୍ର ଗୋଟେ ପ୍ରଶ୍ନ ରହିଥିଲା, ରେସିଓର ଆସିଥିଲା ଗୋଟେ ପିଲାମାନେ, ଆଉ ପ୍ରପୋର୍ସନ୍ର ମଧ୍ୟ ଗୋଟେ ପ୍ରଶ୍ନ ରହିଥିଲା। ଜିଓମେଟ୍ରିର ପ୍ରତ୍ୟେକ ସିଫ୍ଟରେ ଆସୁଛି ପିଲାମାନେ, ହେଲା। ମିନ୍ ମିଡ଼ିଆନ୍ ମୋଡ଼୍ର ଆପଣମାନଙ୍କର ବେସିକ୍ କ୍ୱେଶ୍ଚନ୍, ବହୁତ ସିମ୍ପଲ୍ କ୍ୱେଶ୍ଚନ୍ ଗୁଡ଼ା ସବୁ ରହୁଛି। ମିନ୍ର ମଧ୍ୟ ରହୁଛି, ମିଡ଼ିଆନ୍ ମଧ୍ୟ ରହୁଛି, କିନ୍ତୁ এই ସିଫ୍ଟରେ ଗୋଟେ ହିଁ ପ୍ରଶ୍ନ ଆସିଥିଲା। ତଥାପି ମୁଁ କହୁଛି ଆଗାମୀ ସିଫ୍ଟରେ ଆପଣମାନଙ୍କର ମିନ୍ର ମଧ୍ୟ ଆସିବ, ମିଡ଼ିଆନ୍ର ମଧ୍ୟ ଆସିବ, ଆଉ ମୋଡ଼୍ର ମଧ୍ୟ କ୍ୱେଶ୍ଚନ୍ ସବୁ ଆସିବ। ଓକେ, ଦେନ୍ ଆପଣମାନଙ୍କର ଟାଇମ୍ ଆଣ୍ଡ ୱାର୍କର କ୍ୱେଶ୍ଚନ୍ ଆସିଛି, ଟାଇମ୍ ଆଣ୍ଡ ଡିଷ୍ଟାନ୍ସର ପିଲାମାନେ ପ୍ରଶ୍ନ ଆସିଛି, ହେଲା। କ'ଣର ଗୋଟାଏ ପ୍ରଶ୍ନ ପିଲାମାନେ ଆସିଥିଲା। CISIର ପ୍ରତ୍ୟେକ ସିଫ୍ଟରେ 2-2ଟି ଲେଖାଏଁ ପ୍ରଶ୍ନ ଆସୁଛି। ବୁଝିପାରିଲେ ନା ପିଲାମାନେ। ତେଣୁକରି ଇଏ ଥିଲା ଆମର ମ୍ୟାଥମେଟିକ୍ସ ସେକ୍ସନ୍। ଏଗୁଡ଼ାକୁ ଆପଣମାନେ ନିଶ୍ଚୟ ଭାବରେ ପଢ଼ନ୍ତୁ, ଆନାଲିସିସ୍ କରନ୍ତୁ, ଦେନ୍ ଏକ୍ଜାମ୍ ହଲ୍କୁ ଯାଆନ୍ତୁ। ବୁଝିହେଲା। ଟେଲିଗ୍ରାମରେ ନିଶ୍ଚୟ ଜଏନ୍ କରିବେ। ଆଉ ଭିଡ଼ିଓର ଡେସ୍କ୍ରିପ୍ସନ୍ ବକ୍ସକୁ ଯାଇକରି ଯେଉଁ ଭିଡ଼ିଓ ପିନ୍ କରିଛି ସେ ଭିଡ଼ିଓକୁ ନିଶ୍ଚୟ ଦେଖିବେ, କାହିଁକିନା ବହୁତ ଇମ୍ପୋର୍ଟାଣ୍ଟ ସେ ରିଲେଟେଡର ପ୍ରଶ୍ନ ସବୁ ଆସୁଛି। ବୁଝିହେଲା। କିଛି ପିଲା ଆପଣଙ୍କର ମେନସନ୍ କରିଥିଲେ କି ସାର୍ ଆମର ଡେଜ୍ ଆଉ ଡେଟ୍ର ପ୍ରଶ୍ନ ଆସୁଛି, ତେଣୁକରି ଡେଜ୍ ଆଉ ଡେଟ୍ର ପ୍ରଶ୍ନ ମଧ୍ୟ ବହୁତ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ମୁଁ ତାଙ୍କ ପାଇଁ ମଧ୍ୟ ଗୋଟେ ଭିଡ଼ିଓ ନେଇକି ଆସିବି, କିଛି ଅସୁବିଧା ହେବ ନାହିଁ ପିଲାମାନେ। ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ତା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ଯେମିତି ଭିଡ଼ିଓ ଛାଡ଼ିବି ସେମିତି ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିହେଲା। ଭିଡ଼ିଓ ଶୀଘ୍ର ଦେଖିବେ, ଶୀଘ୍ର ନୋଟ୍ କରିବେ, ଶୀଘ୍ର ରିଭିଜନ୍ କରିବେ, ଶୀଘ୍ର ଚାକିରି ପାଇବେ। କିଛି ଅସୁବିଧା ନାହିଁ। ଭିଡ଼ିଓକୁ ଲାଇକ୍ କରିବେ, ନିଜ ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।